ମାସକୁ 3000 ଦେବେ ସରକାର। 55 ଟଙ୍କାରେ ମାସକୁ 3000 ଲାଭ। ଆବେଦନ ପୂର୍ବରୁ ଜାଣନ୍ତୁ ଜରୁରୀ କଥା। ସାଧାରଣ ଲୋକଙ୍କ ପାଇଁ ଅନେକ କଲ୍ୟାଣ ଏବଂ ଲାଭଦାୟକ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ହେଉଛି। ଏଥିରେ ଏକ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଗୀ ମାନଧନ ଯୋଜନା ବି ସାମିଲ ଅଛି। ଏହା ଏକ ଅର୍ଥ ବିନିଯୋଗ ଯୋଜନା, ଯେଉଁଥିରେ 60 ବର୍ଷ ପରେ ହିତାଧିକାରୀ ପେନସନ ସୁବିଧା ପାଇପାରିବେ। ଏହି ଯୋଜନା ଅଧୀନରେ ମାତ୍ର 55 ଟଙ୍କା ବିନିଯୋଗ କରି ଆପଣ ମାସିକ 3000 ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ। ଯଦି ପ୍ରଧାନମନ୍ତ୍ରୀ ଯୋଗୀ ମାନଧନ ଯୋଜନା ବିଷୟରେ ଆଲୋଚନା କରିବା, ତେବେ ଏହି ଯୋଜନା ବିଶେଷ ଭାବରେ ସେହିମାନଙ୍କ ପାଇଁ ଆରମ୍ଭ ହୋଇଛି ଯେଉଁମାନେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଏପରି ପରିସ୍ଥିତିରେ ଯଦି ପିଏଫ୍ ଆପଣଙ୍କ ବେତନରୁ କଟାଯାଉଅଛି କିମ୍ବା ଆପଣଙ୍କର ଇଏସ୍ଆଇସିର ଅନ୍ୟପଟେ ଯଦି ଆପଣଙ୍କ ବୟସ 18 ବର୍ଷରୁ 40 ବର୍ଷ ମଧ୍ୟରେ ହୋଇଥାଏ ଓ ଆପଣ ଶ୍ରମିକ, ରାସ୍ତାକଡ଼ ବିକ୍ରେତା, ପ୍ରବାସୀ ଶ୍ରମିକ, କୃଷକ କିମ୍ବା ଆପଣଙ୍କର ମାସିକ ଆୟ 15,000ରୁ କମ୍, ତେବେ ଆପଣ ଏହି ଯୋଜନାର ଲାଭ ନେଇପାରିବେ। ଆପଣ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ପାଇଁ ଆବେଦନ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆବେଦନ କରିବା ସମୟରେ ଆପଣ କିଛିଟା ଡକୁମେଣ୍ଟ ଆବଶ୍ୟକ ହେବ। ଆବେଦନକାରୀଙ୍କୁ ନିଜର ଆଧାର କାର୍ଡ଼, ଠିକଣା ପ୍ରମାଣପତ୍ର, ବ୍ୟାଙ୍କ ପାସବୁକ୍, ପାସପୋର୍ଟ ସାଇଜ ଫଟୋ ଏବଂ ମୋବାଇଲ ନମ୍ବର ଇତ୍ୟାଦି ଆବଶ୍ୟକ ହେବ। ଏହି ଯୋଜନା ପାଇଁ ଆବେଦନ କରିବା ପୂର୍ବରୁ ଯଦି ଆପଣ ଏହି ବିଷୟରେ ଅଧିକ ସୂଚନା ପାଇବାକୁ ଚାହୁଁଛନ୍ତି, ଏହି ଯୋଜନା ବିଷୟରେ ନିର୍ଦ୍ଦେଶାବଳୀ ଜାଣିବାକୁ ଚାହାନ୍ତି, ତେବେ ଆପଣ ଏହି ଯୋଜନାର ଅଫିସିଆଲ ପୋର୍ଟାଲରେ labor.gov.in